ଲଷ୍ଟ ଆଣ୍ଡ ଫାଉଣ୍ଡ, ହଜିଥିଲା ଆଉ ମିଳିଲା। ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ଆମେ ଯେତେବେଳେ ଗୋଟେ ଜିନିଷ ହଜେଇ ଥାଉ ପୁନର୍ବାର ତାହା ପାଉ ତେବେ ଆମମାନେ କେତେ ଆନନ୍ଦ କରିଥାଉ। ଆସନ୍ତୁ ଆମମାନେ ଅଳ୍ପ ସମୟ ଏହି ସମ୍ପର୍କରେ ଏହି ହଜିବା ଏବଂ ମିଳିବା ବିଷୟରେ ଆମମାନେ ଶିକ୍ଷା କରିବା। ତେଣୁ ଏହି ସମୟରେ ମୁଁ ଆପଣମାନଙ୍କୁ ଏହି ଅଧ୍ୟାୟରେ ମଧ୍ୟ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ପ୍ରେମ ନମସ୍କାର ଜଣାଇ ସ୍ୱାଗତ ଜଣାଏ। ଏଇଠି ଆମମାନେ ଦେଖୁଅଛୁ ଲୋକଲିଖିତ ସୁସମାଚାର 15 ଅଧ୍ୟାୟରେ ପ୍ରାୟ 3ଟି ଦୃଷ୍ଟାନ୍ତ ପ୍ରଭୁ ଦେଇଛନ୍ତି। ଆଉ ସେ 3ଟି ଦୃଷ୍ଟାନ୍ତ ମଧ୍ୟରୁ ଗୋଟିଏ ଦୃଷ୍ଟାନ୍ତ ଆମମାନେ ଦେଖିବା, ଯେଉଁ ଦୃଷ୍ଟାନ୍ତ କି ଜଣେ ମନୁଷ୍ୟ ସମ୍ପୂର୍ଣ୍ଣ ଭାବରେ ହଜି ଯାଇଅଛି, ସିଏ ପୁନର୍ବାର ମିଳିଲା ପରେ କି ପ୍ରକାର ପରିବେଶ ସୃଷ୍ଟି ହେଉଛି। କିନ୍ତୁ ଗୋଟେ ମୁଖ୍ୟ ବିଷୟ ଏହା, ସେଇ ହଜିଥିବା ପୁଅ ବା ହଜିଥିବା ମଣିଷ କି ପ୍ରକାର ମନକୁ ବଦଳାଉଅଛି, କି ପ୍ରକାର ନିଜକୁ ଚେଞ୍ଜ କରୁଅଛି, ଆମେ ଅଳ୍ପ ସମୟ ସେ ସମ୍ପର୍କରେ ଦେଖିବା। ଜଣେ ପାପୀ ନିଜର ଦୋଷକୁ ଯେଉଁ ସମୟରେ ଜାଣୁଛି, ଜଣେ ପାପୀ ଯେଉଁ ସମୟରେ ନିଜର ଲଜ୍ଜାକୁ ଜାଣୁଛି, ନିଜର ଦୋଷ ଜାଣୁଛି, ନିଜର ଅପରାଧ ଜାଣୁଛି, ସିଏ ନିଶ୍ଚୟ ଫେରୁଛି। ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ଦ ସିନର ଯେତେବେଳେ ଗିଲ୍ଟ ଫିଲ୍ କରୁଛି, ଯେତେବେଳେ ସିଏ ସେମ୍ ଫିଲ୍ କରୁଛି, ଯେତେବେଳେ ସିଏ ସେଲ୍ଫ ୱିଲ୍, ନିଜର ଯେଉଁ ଇଚ୍ଛା, ନିଜର ଯେଉଁ ପରିସ୍ଥିତି, ନିଜର ଯେଉଁ ଲଜ୍ଜାର ବିଷୟ, ଆଉ ସେ ସେଇଟା ବୁଝିପାରୁଛି, ସେଇଟା ହିଁ ତାଙ୍କର ଟର୍ଣ୍ଣିଂ, ସେଇଟା ହିଁ ମନକୁ ଚେଞ୍ଜ କରିବାର ବିଷୟ ଅଛି। ଆମେ ଜଣେ ପାପୀ ନିଜର এই ବିଷୟକୁ ଜାଣୁଛି, ସେ ନିଜେ ଫେରି ଆସିବା ଦରକାର। ଦ୍ୱିତୀୟ ବିଷୟ ଯେ ନିଜର ଦୁର୍ଦ୍ଦଶା ବା ନିଜର ପରିସ୍ଥିତିକୁ ଜାଣି ଫେରିବା, କିମ୍ବା ନିଜର ମନ ବା ନିଜର ଆତ୍ମା ବର୍ତ୍ତମାନ କ'ଣ ଚାହୁଁଛି, ତାହାର ଏକ କ୍ଷୁଧା, ତାହାର ଏକ ତୃଷା ସେ ଜାଣିବା ଆବଶ୍ୟକ। କେଉଁ ବିଷୟଟି ମୋର ଉଣା ପଡ଼ିଅଛି, ମୁଁ କ'ଣ କରିବାକୁ ପଡ଼ିବ। ତେଣୁ କ୍ଷୁଧାକୁ ନିବାରଣ ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ। ସେ ବ୍ୟକ୍ତି ମନୁଷ୍ୟ ଆଜି ଏହା କରୁନାହିଁ, ତେଣୁ ସେ ହଜିକି ଅଛି ଜଗତର ପାପରେ, ସେ ହଜିକି ଅଛି। ସେ ନିଜେ ନିଜର ଭୁଲକୁ ଜାଣିପାରୁନାହିଁ, ନିଜର ଦୋଷକୁ ଦେଖିପାରୁନାହିଁ, ସେ ଲଜ୍ଜାବୋଧ କରୁନାହିଁ। ଚେତନା ପାଇଲା ପରେ ମଧ୍ୟ ଯେଉଁମାନେ ଜାଣିପାରୁନାହାନ୍ତି ଯେ ମୁଁ ଦୋଷ କରିଛି, ମୁଁ ଭୁଲ କରିଛି, ମୋର এই ଦୁର୍ଦ୍ଦଶା ମୋର ଭୁଲ ପାଇଁ, ମୋର এই ପରିସ୍ଥିତି, ମୋର ଏହି ଦୁର୍ଦ୍ଦଶା, ମୋର এই କଣ୍ଡିସନ ମୋର ଭୁଲ ପାଇଁ, ମୋର ଅପରାଧ ପାଇଁ, ଏହା ଜାଣିବାର ଆବଶ୍ୟକ ରହିଛି। ପ୍ରିୟମାନେ, ଜଣେ ପାପୀର ଏ ପ୍ରକାର ପରିସ୍ଥିତିରେ ସେ ଅନୁତାପ କରିବାକୁ ପଡ଼ିବ, ରିପେଣ୍ଟାନ୍ସ, ସେ ଅନୁତାପ କରିବାକୁ ପଡ଼ିବ। କାରଣ ମୁଁ ଯେ ପାପ କରିଅଛି, ଈଶ୍ୱରଙ୍କ ବିରୁଦ୍ଧରେ ଯାଇଅଛି, ବାପା ମାଙ୍କ ବିରୁଦ୍ଧରେ ଯାଇଛି, ପରିବାର ବିରୁଦ୍ଧରେ ଯାଇଅଛି, ମୋର ବସ୍ ବିରୁଦ୍ଧରେ ଯାଇଅଛି, ଏହା ସେ ଜାଣିବା ଦରକାର ଏବଂ ଅନୁତାପ କରିବା ଦରକାର। ଏବଂ ଅନୁତାପ
କରିବା ପରେ ସେ ତାହା ଛାଡ଼ିବା ଦରକାର। ଅନେକ ଭାଇ ଭଉଣୀମାନଙ୍କୁ ଆମେ ଦେଖିଛୁ ଭୁଲ କଲା ପରେ ଅନୁତାପ କରିଥାନ୍ତି, କିନ୍ତୁ ପୁନର୍ବାର ଭୁଲ କରିଥାନ୍ତି। ଦ୍ୟାଟ୍ ଇଜ୍ ନଟ୍ ରିପେଣ୍ଟାନ୍ସ। ସେଇଟା ଅନୁତାପ ନୁହେଁ। ଜଣେ ପାପୀର ଅନୁତାପ ସେଇଟା ନୁହେଁ ଯେ ଥରେ ଭୁଲ କଲା ପରେ ଅନୁତାପ କରେ, ପୁଣି ଆଉ ଥରେ ଭୁଲ କରି ବସେ, ପାପ କରି ବସେ। ବାରମ୍ବାର ଦୋଷ କରି, ଅପରାଧ କରି ଅନୁତାପ କରିବା, ଆହୁରି ଅପରାଧ, ସେଇଟା ଅନୁତାପ ନୁହେଁ। ଅନୁତାପ ସେଇଟା ମନ ପରିବର୍ତ୍ତନ କରି ସେ ସମସ୍ତ ବିଷୟ ଛାଡ଼ି ଫେରି ଆସିବା, ସେଇଟା ଅନୁତାପ। ତେଣୁ ଏଇଠି ଆମେ ଦେଖୁଛୁ ସିଏ ଯେଉଁ ବ୍ୟକ୍ତି ନିଜର ବାପାଙ୍କ ବିରୁଦ୍ଧରେ, ନିଜର ପରିବାର ବିରୁଦ୍ଧରେ ପାଦ କାଢ଼ିଛି, ବାହାରକୁ ଯାଇଛି, ଆଉ ସେ ଜଗତରେ ସମସ୍ତ ଉପଭୋଗରେ ଲିପ୍ତ ଅଛି, ଆଉ ପରିସ୍ଥିତି ବର୍ତ୍ତମାନ ତାର ଖରାପ ଅଛି, ଦୁର୍ଦ୍ଦଶାକୁ ସେ ଜାଣିପାରୁଛି, ତାର କଣ୍ଡିସନ ଭଲ ନାହିଁ, ସେହି ସମୟରେ ସେ ଅନୁତାପ କରି ଫେରି ଆସିବା ଦରକାର। ଏବଂ ଚତୁର୍ଥ ବିଷୟ, ଜଣେ ବ୍ୟକ୍ତି ଯେ ଅବାଧ୍ୟ, ଯିଏକି ପାପ କରିଛି, ଯିଏକି ପରିବାର ଠାରୁ ଦୂରକୁ ମଧ୍ୟ ଯାଇଛି, ତାଙ୍କୁ ରେଷ୍ଟୋରେସନ ଆବଶ୍ୟକ ରହିଛି, ପୁନରୁଦ୍ଧାର ଆବଶ୍ୟକ ରହିଅଛି। ମନ ପରିବର୍ତ୍ତନ ଦ୍ୱାରା, ନିଜକୁ ପରିବର୍ତ୍ତନ କରିବା ଦ୍ୱାରା, ମନକୁ ପରିବର୍ତ୍ତନ କରିବା ଦ୍ୱାରା ଈଶ୍ୱର ମଧ୍ୟ ସ୍ୱାଗତ କରିଥାନ୍ତି, ପରିବାର ମଧ୍ୟ ସ୍ୱାଗତ କରିଥାନ୍ତି। ତେଣୁ ମନ ପରିବର୍ତ୍ତନ ଆବଶ୍ୟକ ରହିଛି। ମନ ପରିବର୍ତ୍ତନ ଦ୍ୱାରା ଈଶ୍ୱରଙ୍କର ଦୂତମାନେ ଆନନ୍ଦ କରନ୍ତି ବୋଲି ଲେଖାଯାଏ। ପ୍ରିୟ ବାପା ମା ଭାଇ ଭଉଣୀମାନେ, ଜଣେ ବ୍ୟକ୍ତି ପ୍ରଥମେ ସେ ନିଜର ଭୁଲକୁ ଜାଣିବା ଆବଶ୍ୟକ। ଦ୍ୱିତୀୟରେ ସେ ନିଜର ଦୁର୍ଦ୍ଦଶାକୁ ଜାଣିବା ଆବଶ୍ୟକ। ତୃତୀୟରେ ସିଏ ଅନୁତାପ କରିବାକୁ ଆବଶ୍ୟକ। ଚତୁର୍ଥରେ ସେ ରେଷ୍ଟୋରେସନର ସୁବିଧା ପାଉଅଛି, ସେ ପୁନରୁଦ୍ଧାରର ସୁବିଧା ପାଉଅଛି। ଯଦି ସେଇ ତିନୋଟି ତାଙ୍କ ଜୀବନରେ ହୁଏ, ତାହେଲେ ପରମେଶ୍ୱର ସେ ବ୍ୟକ୍ତିଙ୍କୁ ସ୍ୱାଗତ କରନ୍ତି, ଆଲିଙ୍ଗନ କରିବା ପାଇଁ ହସ୍ତ ପ୍ରସାରନ୍ତି। ପ୍ରିୟ ବାପା ମା ଭାଇ ଭଉଣୀମାନେ, ଆଜି ମୁଁ କହିବା ପାଇଁ ଚାହେଁ, ଜଣେ ପାପୀ ଯଦି ହଜି ଯାଇଅଛି, ଆଉ ସେ ଫେରିବାକୁ ଆବଶ୍ୟକ, ସେ ପୁନର୍ବାର ନିଜକୁ ପରିବର୍ତ୍ତନ କରିବାକୁ ଆବଶ୍ୟକ। ସେ ନିଜକୁ ପ୍ରଥମେ ଭୁଲ ଜାଣିବା ଦରକାର। ମୋର ପ୍ରିୟ ବାପା ମା ଭାଇ ଭଉଣୀମାନେ, ଲୁକଲିଖିତ ସୁସମାଚାର 15 ଅଧ୍ୟାୟ 10 ପଦରେ ଲେଖାଯାଏ, ମୁଁ ତୁମମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ଆନନ୍ଦ ହୁଏ। ପ୍ରଭୁଙ୍କର ଗୌରବ ହଉ। ସେଇଦିନ ସେଇ ଘରୁ ଯାଇଥିବା ପୁତ୍ର, ଯାହାକୁ ଅପବ୍ୟ ପୁତ୍ର କୁହାଯାଏ, ସେ ଫେରି ଆସିବା ପରେ ମହା ଆନନ୍ଦର ପରିବେଶ ଆମେ ଦେଖିପାରୁଛୁ। ପରିବାର ମଧ୍ୟରେ ସାଇ ପଡ଼ିଶାକୁ, ବନ୍ଧୁବାନ୍ଧବକୁ ଡାକି ତାଙ୍କରି ବାପା ଆନନ୍ଦ ଉତ୍ସବ ବନାଉଛନ୍ତି, ଭୋଜର ଆୟୋଜନ କରୁଛନ୍ତି। ଠିକ୍ ସେ ପ୍ରକାର ଆପଣ ଯଦି ଈଶ୍ୱରଙ୍କ ବିରୁଦ୍ଧରେ, ପରିବାର ବିରୁଦ୍ଧରେ ଆଜି କାର୍ଯ୍ୟ କରିଛନ୍ତି, ଅନେକ ଦୂରକୁ ଯାଇଛନ୍ତି, ପରିବାର ବିରୁଦ୍ଧରେ ଯାଇଛନ୍ତି, ଆପଣ ଫେରି ଆସନ୍ତୁ, ମନ ପରିବର୍ତ୍ତନ କରନ୍ତୁ, ନିଜର ଭୁଲକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି,
ସେଥିମଧ୍ୟରେ ଆପଣ ନିଜର ଭୁଲକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ, ମନକୁ ବଦଳାନ୍ତୁ, ଅନୁତାପ କରନ୍ତୁ, ଆଉ ସେଇ ସମସ୍ତ କାର୍ଯ୍ୟକୁ ଛାଡ଼ି ଫେରି ଆସନ୍ତୁ ଆପଣଙ୍କର ପରମେଶ୍ୱରଙ୍କ ନିକଟରେ। ଆଜି ପରମେଶ୍ୱର ଆପଣଙ୍କୁ ଆଲିଙ୍ଗନ କରିବା ପାଇଁ ଚାହାନ୍ତି। ପରମେଶ୍ୱର ଆପଣଙ୍କୁ ଓ ସ୍ୱର୍ଗର ଦୂତମାନଙ୍କ ଦ୍ୱାରା ସେ ସ୍ୱାଗତ କରିବା ପାଇଁ ଚାହାନ୍ତି। ହାଲେଲୁୟା। ତେଣୁ ମୁଁ କହିବା ପାଇଁ ଚାହେଁ, ଆପଣ ଯଦି ହଜିଛନ୍ତି ଆପଣ ଫେରି ଆସନ୍ତୁ, ମନକୁ ବଦଳାନ୍ତୁ। ଦେଖିବେ ପୁନର୍ବାର ପରମେଶ୍ୱର ଆପଣଙ୍କୁ ନିଜ ହୃଦୟରେ ସୁସ୍ୱାଗତ କରିବେ, ସେ ଆପଣଙ୍କୁ ପ୍ରେମ କରିବେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ଛୋଟ ମେସେଜ ଦ୍ୱାରା ପ୍ରଭୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ପିତା, ତୁମ ନାମର ଧନ୍ୟବାଦ ହେଉ, ପ୍ରଶଂସା ଗୌରବ ହେଉ। ପ୍ରଭୁ ଆମେ ଧନ୍ୟବାଦ ଦେଉଛୁ ଏ ସମୟ ପାଇଁ। ଆଜି ଅନେକ ଭାଇ ଭଉଣୀମାନେ ପ୍ରଭୁ ଏ ପ୍ରକାର ପରିବାର ଏବଂ ତୁମରି ବିରୁଦ୍ଧରେ ଯାଇଛନ୍ତି, ନିଜକୁ ସମ୍ପୂର୍ଣ୍ଣ ହଜାଇଛନ୍ତି ଓ ସେମାନେ ପ୍ରଭୁ ଅନୁତାପ କରି ସେମାନେ ଯେପରି ଫେରି ଆସିବେ, ଏଥିପାଇଁ ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ସେମାନଙ୍କ ପ୍ରତି ଚେତନା ଆସୁ, ସେମାନଙ୍କ ଜୀବନରେ ପ୍ରଭୁ ନିଜକୁ ଚିହ୍ନିବା ପାଇଁ ପ୍ରଭୁ ତୁମେ ଅନୁଗ୍ରହ କର। ସେମାନେ ଯେପରି ଫେରି ଆସିବେ ଓ ସେମାନେ ଯେପରି ନିଜକୁ ବଦଳାଇବେ, ପ୍ରଭୁ ତୁମେ ଅନୁଗ୍ରହ କର, ଦୟା କର। ପ୍ରିୟ ବାପା, ଏତେବେଳେ ଆମମାନଙ୍କୁ ପ୍ରଭୁ ପ୍ରାର୍ଥନା ଅନୁରୋଧ ପଠାଇଥିବା ପ୍ରତ୍ୟେକ ଭାଇ ଭଉଣୀମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ। ଯେଉଁମାନେ ପ୍ରଭୁ ଅସୁସ୍ଥ ଅଛନ୍ତି ସେମାନଙ୍କ ପ୍ରତି ତୁମରି ଆରୋଗ୍ୟତାକୁ ଆମେ ଯୀଶୁଙ୍କ ନାମରେ ଘୋଷଣା କରୁଛୁ ବାପା। ଯେଉଁମାନେ ପ୍ରଭୁ ଆଜି ନିରାଶ ହତାଶରେ ଅନ୍ଧକାରରେ ଅଛନ୍ତି, ପ୍ରଭୁ ସେମାନଙ୍କୁ ସୁରକ୍ଷା ଦିଅ, ସେମାନଙ୍କୁ ପ୍ରଭୁ ତୁମେ ରକ୍ଷା କର ବୋଲି ପ୍ରାର୍ଥନା କରୁଛି। ପ୍ରିୟ ବାପା, ଯେଉଁମାନେ ଆଜି ଚିକିତ୍ସାଳୟରେ ଅଛନ୍ତି ପ୍ରଭୁ ମରଣ ସହିତ ଯୁଦ୍ଧ, ସେମାନଙ୍କ ପାଇଁ ପ୍ରଭୁ ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ତୁମେ ଆରୋଗ୍ୟକାରୀ ପରମେଶ୍ୱର ଅଟ, ସେମାନଙ୍କର ଶଯ୍ୟା ଯୀଶୁଙ୍କ ନାମରେ ପରିବର୍ତ୍ତନ ହଉ ବୋଲି ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ତୁମ ନାମର ଗୌରବ ହେଉ। ଦେଖୁଥିବା ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ତୁମେ ଅନୁଗ୍ରହ କର। ସବୁ ବିଷୟ ପାଇଁ ତୁମେ ଧନ୍ୟବାଦ, ପ୍ରଶଂସା ଗୌରବ ପାଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍।